ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଏହି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ରହିଛି। ପ୍ରଥମ ପ୍ରଶ୍ନ 1 ନମ୍ବରରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନିମନ୍ତେ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛି ପାଖ କୋଠରୀରେ ଠିକ୍ ଚିହ୍ନ ଦିଅ। ପ୍ରଥମ ପ୍ରଶ୍ନ ଅଛି, ମୀର କାସିମ୍ ନିଜ ରାଜଧାନୀ କେଉଁ କାରଣ ପାଇଁ ମୁର୍ଶିଦାବାଦରୁ ମୁଙ୍ଗେରକୁ ଉଠାଇ ନେଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଗ। ଏହି ଘରେ ପାସ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ ଅଛି, ପୁରାତନ ଯୁଗର ମୁନିଋଷିମାନେ କେଉଁଠାରୁ କେଉଁ ପର୍ଯ୍ୟନ୍ତ ଭୂଖଣ୍ଡକୁ ଭାରତବର୍ଷ ନାମରେ ନାମିତ କରିଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ହିମାଳୟ ଠାରୁ କୁମାରିକା। ଏହି ଘରେ ପାସ୍ ଚିହ୍ନ ଦେବ। ତାପରେ ଅଛି, ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ ମଧ୍ୟରୁ କେଉଁଟି ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସିଙ୍କ କାର୍ଯ୍ୟ ସହ ସମ୍ପର୍କିତ? ଏହାର ସଠିକ୍ ଉତ୍ତରଟି ହେଉଛି ଖ। ଏହି ଘରେ ପାସ ଚିହ୍ନ ଦେବ। ତାପରେ ଅଛି ନେକ୍ସଟ ପ୍ରଶ୍ନ, ତୁମ ଜିଲ୍ଲାରେ ଚୋରି, ଡକାୟତି ଓ ହତ୍ୟା ଭଳି ଅପରାଧ ଗୁଡ଼ିକ କେଉଁ ଅଦାଲତ ମାଧ୍ୟମରେ ସମାଧାନ କରାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଖ। ଫୌଜଦାରୀ ଆଦାଲତ। ଏହି ଘରେ ପାସ୍ ଚିହ୍ନ ଦେବ। ତାପରେ ଅଛି 5 ନମ୍ବର ପ୍ରଶ୍ନ, ସୋସିଆଲ କଣ୍ଟ୍ରାକ୍ଟ ପୁସ୍ତକରେ କାହା ଉପରେ ଗୁରୁତ୍ୱ ଦିଆଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ମୁକ୍ତି, ସାମ୍ୟ, ଭ୍ରାତୃତ୍ୱ ଓ ସାର୍ବଭୌମତ୍ୱ। ଏହି ଘରେ ପାସ୍ ଚିହ୍ନ ଦେବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, 6 ନମ୍ବରରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତରଟିକୁ ବନ୍ଧନୀ ମଧ୍ୟରୁ ବାଛି ଶୂନ୍ୟସ୍ଥାନ ପୂରଣ କର। ପ୍ରଥମ ପ୍ରଶ୍ନ ଅଛି 6 ନମ୍ବର, ଉଭୟ ବିଧାନସଭା ଓ ବିଧାନ ପରିଷଦ ଡେକ୍ସ ରାଜ୍ୟରେ ଅଛି। ଏହାର ସଠିକ୍ ଉତ୍ତରଟି ହେଉଛି ମହାରାଷ୍ଟ୍ର। ଏହି ମହାରାଷ୍ଟ୍ରକୁ ଏହି ଡେକ୍ସ ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ମୁଁ ହେଉଛି ରାଷ୍ଟ୍ର, ଏହା ଡେକ୍ସ କହିଥିଲେ। ଏହାର ସଠିକ୍ ଉତ୍ତରଟି ହେଉଛି ଚତୁର୍ଦ୍ଦଶ ଲୁଇ। ଏହି ଚତୁର୍ଦ୍ଦଶ ଲୁଇକୁ ଏହି ଡେକ୍ସ ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଡେକ୍ସ ପ୍ରଚଳନ କରିଥିଲେ। ଏହାର ସଠିକ୍ ଉତ୍ତରଟି ହେଉଛି ଲର୍ଡ ରିପନ୍। ଏହାକୁ ଡେକ୍ସ ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଇଟାଲୀ ଇତିହାସ ଡେକ୍ସଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦେଇଅଛି। ଏହାର ସଠିକ୍ ଉତ୍ତରଟି ହେଉଛି ଗାରିବାଲ୍ଡି। ଏହାକୁ ଏହି ଡେକ୍ସ ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ 9 ଅଙ୍କ ଦୁର୍ଭିକ୍ଷ ଚାଲିଥିବା ସମୟରେ ପୁରୀର ରାଜା ଡେକ୍ସ ଥିଲେ। ଏହାର ସଠିକ୍ ଉତ୍ତରଟି ହେଉଛି ଦିବ୍ୟସିଂହ ଦେବ। ଏହାକୁ ଡେକ୍ସ ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 11ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଥମ ସମ୍ପର୍କକୁ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର। 11 ନମ୍ବର, ଏହାର ସଠିକ୍ ଉତ୍ତରଟି ହେଉଛି ଇଟାଲୀ।
ଏଇଠି ଲେଖିବ ଇଟାଲୀ। ତାପରେ ହେଲା 12 ନମ୍ବର। ଏହା 12 ନମ୍ବର। ଏଇଠି ଲେଖିବ ରାଷ୍ଟ୍ରପତି ଶାସନ। ଏଇଠି ଲେଖିବ ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ। ତାପରେ ହେଲା 13 ନମ୍ବର। 13 ନମ୍ବର ଲେଖିବ ଏଇଠି ନରମପନ୍ଥୀ। ନରମପନ୍ଥୀ। ତାପରେ 14 ନମ୍ବର ଲେଖିବ ବାଙ୍ଗାଲୁରୁ। ଏଇଠି ଲେଖିବ ବାଙ୍ଗାଲୁରୁ। ତାପରେ 15 ନମ୍ବର ଲେଖିବ 1875। 1875 ନାଇଁ ସରି 1875 ନୁହେଁ 1857। ଏଇଠି ଲେଖିବ 1857। ପରବର୍ତ୍ତୀ ପ୍ରଶ୍ନ 16ରୁ 20 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନରେ ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ସଂଶୋଧନ କରି ଉତ୍ତର ଲେଖ। এই ପ୍ରଥମ ପ୍ରଶ୍ନ ଅଛି 19ବିଂଶ ଶତାବ୍ଦୀରେ ଭାରତରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା। ଭାରତରେ ସ୍ଥାନରେ ଏଇଠି ରେଖାଙ୍କିତ ପଦ ଅଛି। ଏହାକୁ ବଦଳାଇ ଦେବ। ଏଇ ଭାରତରେ ଯେଉଁ ଲେଖା ହେଇଛି ଏହି ସ୍ଥାନରେ ତୁମେ ଲେଖିବ ଇଂଲଣ୍ଡ। ଏହି ସ୍ଥାନରେ ଲେଖିବ ତୁମେ ଇଂଲଣ୍ଡ। ତାପରେ ପୂର୍ଣ୍ଣ ବାକ୍ୟଟି ଲେଖିଦେବ। এইଠୁ ଲେଖିବ 19ବିଂଶ ଶତାବ୍ଦୀରେ ଏଇଠି ଭାରତରେ ଅଛି ତୁମେ ଲେଖିବ ଇଂଲଣ୍ଡ। ଇଂଲଣ୍ଡ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ବାକ୍ୟ ଅଛି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ 1950 ମସିହାରେ ସ୍ଥାପିତ ହୋଇଥିଲା। ଏଇଠି ରେଖାଙ୍କିତ ପଦ ଅଛି 1950। ଏଇଠି ତୁମେ ଲେଖିବ 1948। 1948। ତାପରେ ପୂର୍ଣ୍ଣ ବାକ୍ୟଟି ଲେଖିଦେବ। ଓଡ଼ିଶାର ଉଚ୍ଚ ନ୍ୟାୟାଳୟ 1948 ମସିହାରେ ସ୍ଥାପିତ ହୋଇଥିଲା। ତାପରେ ନେକ୍ସଟ ବାକ୍ୟ ଅଛି ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ସୁରେନ୍ଦ୍ରନାଥ ବାନାର୍ଜୀ ସଭାପତିତ୍ୱ କରିଥିଲେ। ଏଇଠି ରେଖାଙ୍କିତ ପଦ ଅଛି ସୁରେନ୍ଦ୍ରନାଥ ବାନାର୍ଜୀ। ଏଠାରେ ହେବ ଉମେଶ ଚନ୍ଦ୍ର ବାନାର୍ଜୀ। ଏଇଠି ହେବ ଉମେଶ ଚନ୍ଦ୍ର ବାନାର୍ଜୀ। ଉମେଶ ଚନ୍ଦ୍ର ବାନାର୍ଜୀ। ତାପରେ ପୂର୍ଣ୍ଣ ବାକ୍ୟଟି ଲେଖିଦେବ। ନେକ୍ସଟ କ୍ୱେଶ୍ଚନ 1773 ମସିହାରେ ଆମେରିକାରେ ବୋଷ୍ଟନ ଟି ସଂଘର୍ଷ ଆରମ୍ଭ ହୋଇଥିଲା। ଏଇଠି ରେଖାଙ୍କିତ ପଦ ଅଛି ଆମେରିକାରେ। এই ରେଖାଙ୍କିତ ପଦକୁ ଆମେରିକାରେ ବଦଳାଇ ଦେଲେ ଏଇଠି ଲେଖିବ ତୁମେ ଇଂଲଣ୍ଡ। ତାପରେ ତୁମେ ପୂର୍ଣ୍ଣ ବାକ୍ୟଟି ଲେଖିଦେବ। 1973 ମସିହାରେ ଇଂଲଣ୍ଡ ବୋଷ୍ଟନ ଟି ସଂଘର୍ଷ ଆରମ୍ଭ ହୋଇଥିଲା। ଇଂଲଣ୍ଡରେ ଏହି ସ୍ଥାନରେ ତୁମେ ଲେଖିବ ଇଂଲଣ୍ଡରେ। ତାପରେ ପରବର୍ତ୍ତୀ ପ୍ରଶ୍ନଟି ଅଛି ଜିଲ୍ଲାର ପ୍ରଶାସନିକ ମୁଖ୍ୟମନ୍ତ୍ରୀ ଅଟନ୍ତି। ଏଇଠି ରେଖାଙ୍କିତ ପଦଟି ଅଛି ମୁଖ୍ୟମନ୍ତ୍ରୀ। এই ମୁଖ୍ୟମନ୍ତ୍ରୀ ସ୍ଥାନରେ ତୁମେ ଲେଖିବ ଜିଲ୍ଲାପାଳ। ତାପରେ ତୁମେ ପୂର୍ଣ୍ଣ ବାକ୍ୟଟି ଲେଖିଦେବ। ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଜିଲ୍ଲାପାଳ ଅଟନ୍ତି। ନେକ୍ସଟ କ୍ୱେଶ୍ଚନ 21ରୁ 25 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକରେ
प्रश्नगुड़िकर उत्तर 20 ରୁ 30ଟି शब्द मध्य लिखिब। पिलामाने एई सबु प्रश्नगुड़िकर उत्तर आमे एई भिडियोर शेष रे देइछु। चिंता करिवार आवश्यकता नहीं, तुमे ताकू देखिब और लिखिब। एई सबु प्रश्नर गुड़िकर उत्तर गुड़िक आमे एई भिडियोर शेष रे देइछु। एई सबु प्रश्न गुड़िकर उत्तर आमे एई भिडियोर शेष रे देइछु। तुमे सबु लिखिब। एई प्रश्नर उत्तर गुड़िक आमे एई भिडियोर शेष रे देइछु। तुमे निश्चय लिखिब। एई सबु प्रश्न गुड़िकर उत्तर एई भिडियोर शेष रे अछि। तुमे निश्चय देखिब ओ लिखिब। एई सबु प्रश्न गुड़िकर उत्तर एई भिडियोर शेष रे अछि। तुमे निश्चय देखिब ओ लिखिब। धन्यवाद।